ଜୟ ଜଗନ୍ନାଥ ସାଙ୍ଗମାନେ ମାଇ କିଚେନ୍ ବାଇ ସୁମିତ୍ରା ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ରସମ ବରାର ରେସିପି ଆଣିଛି। ଆଉ ଏଇ ରସମ ଆଉ ବରା କିଭଳି ଭାବରେ ପରଫେକ୍ଟ ବନିବ ତାର ମୁଁ ସବୁ ଟିପ୍ସ ଏଥିରେ ସେୟାର କରିଛି। ଆପଣ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ରେସିପିଟି ବହୁତ ଭଲ ଭାବରେ ବୁଝିପାରିବେ। ଯଦି ରେସିପିଟି ଭଲ ଲାଗୁଛି ନିହାତି ଥରେ ଲାଇକ୍ କରିବେ, ସାଙ୍ଗସାଥି ଏବଂ ରିଲେଟିଭ୍ମାନଙ୍କୁ ସେୟାର କରିବେ। ଯଦି ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିଦେବେ ଏବଂ ସବସ୍କ୍ରାଇବ୍ ବଟନ୍ ପାଖରେ ଥିବା ଛୋଟିଆ ବେଲ୍ ଆଇକନ୍କୁ ପ୍ରେସ୍ କରିଦେବେ, ଯାହାଦ୍ୱାରା ମୋର ସବୁ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିପାରିବ। ଇନଷ୍ଟାଗ୍ରାମ ଫେସବୁକ୍ ଯଦି ଦେଖୁଛନ୍ତି ନିଶ୍ଚିତ ରୂପେ ଲାଇକ୍ ସେୟାର ଫଲୋ କରିବେ ଆଉ ଭିଡ଼ିଓକୁ ସ୍କିପ୍ ନ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ତ ପ୍ରଥମେ ଆମେ କ'ଣ କରିବା ନା, ଏମିତି ଟମାଟୋକୁ କାଟିବା। ତ ଟମାଟୋ ମୁଁ ଏଇଟା ନେଇଯାଇଛି ପ୍ରାୟ 250 ଗ୍ରାମ ଟମାଟୋ ନେଇଛି। ଆପଣ ବଡ଼ ନେଇପାରିବେ, ଛୋଟ ନେଇପାରିବେ, କିନ୍ତୁ ଟିକେ ପାଚିଥିବା ଦରକାର। ତ ଟମାଟୋକୁ ଗୋଟା ଧୋଇ ଦେଇକି ଆମେ କ'ଣ କରିବା ନା, ଛୁରୀରେ କାଟିବା। ପ୍ରଥମେ ଗୋଟା ଟମାଟୋ ନେଇଯିବା, ମଝିରୁ 2 ଫଡ଼ା କରିଦେବା, ତାପରେ ତାକୁ 4 ସୋରା କରିକି ଏଭଳି ଭାବରେ ମୁଁ ଦେଖାଉଛି ଭିଡ଼ିଓରେ, ସେଭଳି ଭାବରେ ଆପଣ ଛୋଟ ଛୋଟ କରିକି ସବୁ ଟମାଟୋକୁ ଆପଣ କାଟିଦେବେ। କିନ୍ତୁ ଆଗରୁ ମନେ ରଖନ୍ତୁ ଟମାଟୋ ଟିକେ ପାଚିଥିବା ଦରକାର, କଞ୍ଚା ନେଲେ ଟେଷ୍ଟ ଆସିନଥାଏ। ତ ଲାଲ ଟମାଟୋ ନେବେ, ଛୋଟ କିମ୍ବା ବଡ଼ ନେଇପାରିବେ। ଟମାଟୋ କାଟି ସାରିଲା ପରେ ଚାଲନ୍ତୁ ଗ୍ରାଇଣ୍ଡର ଜାରରେ ଗୋଟେ ପିଆଜକୁ ମୁଁ ଏମିତି ଛୋଟ ଛୋଟ କରି କାଟି ଦେଇଛି। ପିଆଜ କାଟି ସାରିଲା ପରେ ସେଥିରେ ଅଦା ମୁଁ ଗୋଟେ ଖଣ୍ଡ ଅଦାକୁ ମଝିରୁ ଏମିତି 2 ପିସ୍ କରିଦେଇଛି, ଯେଉଁଟାକି ଗ୍ରାଇଣ୍ଡିଙ୍ଗ କରିବାକୁ ସୁବିଧା ହେବ। ଆଉ ରସୁଣ ନେଇଯାଇଛି ପୁରା ଗୋଟେ ପାଖୁଡ଼ା, ମାନେ ପୁରା ଯେତିକି ରହିବ ସେତିକି। ଆଉ ନେଇଯିବା ସେଥିରେ ଗୋଟେ ଚାମଚ ଧନିଆ, ଗୋଟେ ଚାମଚ ଜିରା ଆଉ 1/4 ଚାମଚ ନେଇଯିବା ଗୋଲମରିଚ। ଏସବୁକୁ ଟିକେ ଖଦଡ଼ିଆ କରି ବାଟିଦେବା। ପାଣି ବିଲକୁଲ ମିଶାଇବେନି, ଖଦଡ଼ିଆ କରି ବାଟିଦେବେ। ତାପରେ ଗୋଟେ ବାଉଲରେ ପାଣି ନେଇଯାଇଛି, ସେଥିରେ ତେନ୍ତୁଳିକୁ ଆମେ ଭିଜେଇ ଦେବା। ତ ଭିଜେଇ ସାରିଲା ପରେ ଏବେ ଦେଖନ୍ତୁ ଆମେ ବିରି ବତୁରେଇଥିଲି, ତ ବିରି ମୁଁ ଗୋଟେ ଗ୍ଲାସ୍ ବତୁରେଇଛି, ଛୋଟ ଗ୍ଲାସ୍ରେ ଗୋଟେ ଗ୍ଲାସ୍ ବିରି ବତୁରେଇଛି। ଆଉ ଏହାକୁ ମୁଁ 4ରୁ 5 ଘଣ୍ଟା ହେଲା ଭିଜେଇଥିଲି। ହାତରେ ଆପଣଙ୍କର ବିରି କେତେବେଳେ ବତୁରୁଛି ଜାଣିବେ ନା, ହାତରେ ଟିକେ ଚିପିଲି ସେଇଟା ଯଦି ଫଡ଼ା ହେଇଯାଉଥିବ ତାହେଲେ ବିରି ଭଲ ଭାବରେ ବାଟି ହେଇଛି। ଏହାକୁ ଭଲ ଭାବରେ ଧୋଇକି ମୁଁ ଷ୍ଟ୍ରେନ୍ କରିଦେଇଛି। ତାପରେ ଏବେ ଗ୍ରାଇଣ୍ଡର ଜାରରେ କ'ଣ କରିବା ନା, ବିରିକୁ ଆମେ ପ୍ରଥମେ ଦେଇଦେବା। ତ ଦେଖନ୍ତୁ ମୁଁ ଆଇସ୍ ପାଣି ଦେଇଛି, ଆପଣ ଚାହିଁଲେ ଆଇସ୍ କ୍ୟୁବ୍ ମଧ୍ୟ ଦେଇପାରିବେ। ତ ଅଳ୍ପ 3ରୁ 4 ଟେବୁଲ୍ ସ୍ପୁନ୍ ମୁଁ ଆଇସ୍ ପାଣି ଦେଇଛି। ଦେଇକି ଆମେ ଭଲ ଭାବରେ ଏହାକୁ ଫାଇନ୍ ପେଷ୍ଟ କରି ବାଟିଦେବା। ବିଲକୁଲ ବି ପାଣି ଅଧିକା ଦେବେନି। ତ ବାଟିକି ଆମେ ଗୋଟେ ବାଉଲକୁ ରଖିଦେବା। ଏହାକୁ ନା 10ରୁ 15 ମିନିଟ୍ ପର୍ଯ୍ୟନ୍ତ ଆପଣ ହାତରେ ଫେଣିବେ। ଯେତେ ଫେଣିବେ ନା ଆପଣଙ୍କର ବିରିଟି ସେତେ ସଫ୍ଟ ହେବ, ଫୁଲିବ। ତ ଦେଖନ୍ତୁ ଆମର ବିରି ଫେଣିବାଟା ଠିକ୍ ହେଇଛି ନା ନାହିଁ, ମୁଁ ଆପଣଙ୍କୁ ଗୋଟେ ପରୀକ୍ଷା କରି ଦେଖାଉଛି। ତ ଗୋଟେ ବାଉଲରେ ପାଣି ନେବା, ସେଇ ଉପରେ ଗୋଟେ ଏଥିରୁ ବିରି ଇଏରୁ ଟିକେ ନେଇକି ଆମେ ପକାଇବା। ଯଦି ଫାସିଲା ଆପଣଙ୍କର ବିରି, ତାହେଲେ ଆପଣଙ୍କର ବିରି ଫେଣାଟା ଠିକ୍ ହେଇଛି। ଯଦି ବୁଡ଼ିଲା ତାହେଲେ ଆପଣଙ୍କର ବିରି ଫେଣାଟି ଠିକ୍ ହେଇନି। ତ ଭଲ ଭାବରେ ଆଉ ଥରେ ଫେଣିବେ। ତ ଗୋଟେ ନେଇଯାଇଛି ହାଫ୍ ଚାମଚ ଜିରା, ଆଉ ଏଥିରେ ନେଇଯାଇଛି ଧନିଆ ପତ୍ର ଅଧିକା ନେବେ, ଆଉ ହାଫ୍ ଖଣ୍ଡେ ଅଦାକୁ କ୍ରସ୍ କରି ନେଇଯାଇଛି, ଆଉ ଲୁଣ ଟେଷ୍ଟ ହିସାବରେ ଦେଇଦେବେ। ଦେଇକି ପୁଣି ଆଉ ଥରେ 5 ମିନିଟ୍ ଭଲ ଭାବରେ ଏହାକୁ ମିକ୍ସ କରିଦେବେ, ଯେମିତିକି ଆମର ଏ ମସଲା ବିରି ସହିତ ମିଶିଯିବ। ମିଶିଲା ପରେ ତାପରେ ଆମେ କ'ଣ କରିବା ନା, ଏହାକୁ ସାଇଡ଼୍ କରିଦେବା। ସାଇଡ଼୍ କରିକି ଆମେ କ'ଣ କରିବା, ତେଲ ଗରମ ହେବାକୁ ବସାଇଦେବା। ତେଲକୁ ପ୍ରଥମେ ହାଇ ଫ୍ଲେମ୍ରେ ଗରମ କରିବେ, ତାପରେ ପକାଇବା ସମୟରେ ଆପଣ ଗ୍ୟାସ୍ ଫ୍ଲେମ୍କୁ ପୁରା ଲୋ କରିଦେବେ। ତ ଏମିତି ପାଣି ହାତ ହେଇକି ଆପଣ କ'ଣ କରିବେ ନା, ଏଥିରୁ ଗୋଟେ ଗୋଟେ ଏମିତି ଯେତିକି ଆପଣ ଯେଉଁ ସାଇଜ୍ର କରିବାକୁ ଚାହୁଁଛନ୍ତି ସେ ସାଇଜ୍ର କରିବେ। ତ ଦେଖନ୍ତୁ ମୁଁ ଏମିତି ନେଇକି ମୁଁ ଆପଣଙ୍କୁ ପ୍ରଥମେ ଦେଖାଉଛି। ତ ଏମିତି ପାଣି ହାତ ହେଇକି ଆପଣ କ'ଣ କରିବେ ନା, ଏଇଟା ପକାଇବେ ବରା ଗୁଡ଼ାକୁ। ତ ଦେଖନ୍ତୁ ଏବେ ଗ୍ୟାସ୍ ଫ୍ଲେମ୍କୁ ଆପଣ ଲୋ କରିଦେବା, କାହିଁକିନା ଏବେ ବିରି ଆମେ ବରା ପକାଉଛେ। ତ ଏମିତି ଗୋଟେ ଗୋଟେ କରିକି ଆମେ କ'ଣ କରିବା ନା, ଏମିତି ସବୁ ଯେତିକି ରହୁଛି ଆମ କରେଇରେ ସେତିକି ଦେଇଦେବା। ତ 1ରୁ 2 ମିନିଟ୍ ଛାଡ଼ିଲା ପରେ ଆପଣ କ'ଣ କରିବେ ନା, ଆର ସାଇଡ଼୍କୁ ଭଲ ଭାବରେ ପିତିବାତିଆରେ ଜାଲି ଚଟୁରେ ଓଲଟେଇବେ। ତ ଏମିତି ଓଲଟେଇଲା ପରେ ମଝିରେ ମଝିରେ ଆଉ ଓଲଟେଇବା ଦରକାରନି, ସେ ପୁରା ଛାଡ଼ି ଏପଟ ସେପଟ ଟିକେ କରିଦେଲେ ହେଇଯିବ 4ରୁ 5 ଥର। ତ ଏବେ ଆମର ହେଇଗଲାଣି ବରାଟି। ଏବେ ଆମେ ଟିସ୍ୟୁ ପେପରରେ ବାହାର କରିଦେବା। ପୁଣି ଆଉ ଥରେ ଆମେ ଯାହା ବଳକା ହେଇଛି ତାହାକୁ ମଧ୍ୟ ପକାଇକି ସେଇଟାକୁ ମଧ୍ୟ ଆମେ କ'ଣ କରିବା ନା, ଓଲଟେଇ ଦେବା 2ରୁ 3 ଥର। ଓଲଟେଇ ସାରିଲା ପରେ ଏହାକୁ ମଧ୍ୟ ଆମେ ବାହାର କରିକି ରଖିଦେବା। ତ ଏବେ ଚାଲନ୍ତୁ ରସମର ପ୍ରସ୍ତୁତି କରିବା। ସେଥିପାଇଁ ଆମେ ଗ୍ୟାସ୍ ଅନ୍ କରି କଡ଼େଇ ବସାଇଛେ। କଡ଼େଇ ଗରମ ହୋଇସାରିଲାଣି, ସେଥିରେ 4 ଟେବୁଲ୍ ସ୍ପୁନ୍ ଅଏଲ୍ ଦେଇଦେବା। ସୋରିଷ 1 ଟେବୁଲ୍ ସ୍ପୁନ୍, ଆଉ ଦେଇଦେବା ସେଥିରେ ବିରି ଡାଲି 1 ଟେବୁଲ୍ ସ୍ପୁନ୍। ତାପରେ ଶୁଖିଲା ଲଙ୍କା 3ରୁ 4ଟି ଦେବେ। ହେଙ୍ଗୁ ହାଫ୍ ଟେବୁଲ୍ ସ୍ପୁନ୍ ଦେଇକି ଆମେ ଭୃଷଙ୍ଗ ପତ୍ର ଏଡ଼୍ କରିଦେବା। ଏହାକୁ ଟିକେ ଭଲ ଭାବରେ ଫୁଟିବା ପାଇଁ ଦେବା। ତ ଫୁଟି ସାରିଲା ପରେ ଆମେ ଯେଉଁ ଗ୍ରାଇଣ୍ଡିଙ୍ଗ କରି ରଖିଥିଲେ ମସଲା, ତାକୁ ଏବେ ଏଥିରେ ଏଡ଼୍ କରିଦେବା। କରିକି ଗ୍ୟାସ୍ ଫ୍ଲେମ୍କୁ ଆପଣ ଲୋରୁ ମିଡ଼ିୟମ୍ ରଖିକି ଏହାକୁ ଭଲ ଭାବରେ କଞ୍ଚା ସ୍ମେଲ୍ ଗଲା ପର୍ଯ୍ୟନ୍ତ ଆମେ ଭାଜିବା। ତ ଭାଜି ସାରିଲା ପରେ ଏବେ ଆମେ ଟମାଟୋ ଯେଉଁ କାଟିକି ରଖିଥିଲେ ତାକୁ ଏବେ ଏଡ଼୍ କରିଦେବା। ଟମାଟୋକୁ ଏଡ଼୍ କଲା ପରେ ଟିକେ ଭଲ ଭାବରେ ଏହାକୁ ମିକ୍ସ କରିଦେବା। ତାପରେ ଏଥିରେ ଲୁଣ ଏଡ଼୍ କରିଦେବା। କରିକି ହଳଦୀ ଗୁଣ୍ଡ ହାଫ୍ ଟେବୁଲ୍ ସ୍ପୁନ୍ ଦେଇଦେବା। ଦେଇକି ଭଲ ଭାବରେ ପୁଣି ଏଥିରେ ମିଶାଇବା। ତ ଏଥିରେ ମୁଁ ଲଙ୍କାଗୁଣ୍ଡ ବି ଦେଇଦେଇଛି, କାଶ୍ମୀର ରେଡ୍ ଚିଲି ପାଉଡ଼ର, ଭଲ କଲର୍ ଆସିବା ପାଇଁ। ଆପଣ ଚାହିଁଲେ
ମାନେ ଲାଲ ଲଙ୍କା ମାନେ ରାଗ ଲଙ୍କା ଗୁଣ୍ଡ ବି ଦେଇପାରିବେ। ଭଲ ଭାବରେ ମିକ୍ସ କଲା ପରେ ଏହାକୁ ଆମେ ଘୋଡ଼େଇ ଦେବା 5 ମିନିଟ୍ ପାଇଁ। ଦେଖନ୍ତୁ ଏବେ ଟମାଟୋ ଆମର ମସଲା ସହିତ ମିଶିଯାଇଛି, ମାନେ ବହୁତ ହି ସଫ୍ଟ ହେଇଯାଇଛି। ଏବେ ଆମେ ଏଥିରେ ହରଡ଼ ଡାଲିକୁ ଆମେ ପ୍ରସ୍ତୁତି କରିଥିଲେ, ତାକୁ ଏବେ ଏଥିରେ କ'ଣ କରିଥିଲେ ନା ସିଝେଇଥିଲେ, ଏହାକୁ ଏବେ ଏଥିରେ ଦେଇଦେବା। ଦେଇକି ଭଲ ଭାବରେ ଏହାକୁ ମିକ୍ସ କରିଦେବା। ତ ମିକ୍ସ କଲା ପରେ ଆମେ ଏଥିରେ ଯେଉଁ ତେନ୍ତୁଳିକୁ ଆମେ ଯେଉଁ ରଖିଥିଲେ, ତାକୁ ଏବେ ତାର ଖଦାକୁ ବାହାର କରିକି ସେ ପାଣିଟାକୁ ଏଥିରେ ଏଡ଼୍ କରିଦେବା। କରିକି ଭଲ ଭାବରେ ଆଉ ଥରେ ପୁଣି ମିକ୍ସ କରିଦେବା। ଆଉ ଆପଣ ଯେତିକି ପାଣିଆ ଚାହାନ୍ତି ନା ସେତିକି କରିପାରିବେ। ତ ରସମଟା ଯେହେତୁ ପାଣିଆ ଥାଏ, ମୁଁ ସେଥିପାଇଁ ଏଥିରେ ପାଣି ମୁଁ ଦେଇଦେଇଛି 2 ଗ୍ଲାସ୍। ଦେଇକି ଏହାକୁ ଭଲ ଭାବରେ ଗୋଳେଇଦେବା। ଆଉ ଏଥିରେ ମୁଁ ରସମ ପାଉଡ଼ର ପକାଇଛି। ରସମ ପାଉଡ଼ର ବଦଳରେ ଆପଣ ସାମ୍ବାର ପାଉଡ଼ର ବି ପକାଇ ପାରିବେ। ରସମ ପାଉଡ଼ର ମୁଁ 1 ଟେବୁଲ୍ ସ୍ପୁନ୍ ଦେଇଛି। ଆପଣ ଚାହିଁଲେ ଏ ସମୟରେ ସାମ୍ବାର ପାଉଡ଼ର ବି ପକାଇ ପାରିବେ। ଆଉ ଢେର ସାରା ଆପଣ ଧନିଆ ପତ୍ର, ଫ୍ରେଶ୍ ଧନିଆ ପତ୍ର ପକାଇବେ। ପକାଇକି ଭଲ ଭାବରେ ଗୋଳେଇ ଦେବେ। ଆଉ ଏଇଟା ଫୁଟିବା ପାଇଁ ଆମେ ଛାଡ଼ିଦେବା। ତ ଫୁଟି ସାରିଲା ପରେ ଆମେ ଏହାର ପ୍ରସ୍ତୁତି କରିବା। ତ ଏବେ ଦେଖନ୍ତୁ ଯେଉଁ ବରାଟା ଆପଣ କେମିତି ଜାଲିଦାର ହେଇଛି, ମୁଁ ଆପଣଙ୍କୁ ଦେଖେଇବି। କେତେ ସଫ୍ଟ ବି ହେଇଛି ଆପଣଙ୍କୁ ମୁଁ ଦେଖେଇବି। ଦେଖନ୍ତୁ ଏହାକୁ ଛୁରୀରେ କାଟିକି ମୁଁ ଦେଖଉଛି କେତେ ଜାଲିଦାର ହେଇଛି। ମୁଁ ଆପଣଙ୍କୁ ଜୁମ୍ କରିକି ଦେଖଉଛି ଆଉ କେତେ ସଫ୍ଟ ହେଇଛି ବି ଦେଖନ୍ତୁ। ବହୁତ ହି ସଫ୍ଟ ହେଇଛି। ଏମିତି ସଫ୍ଟ ହେବା ଦ୍ୱାରା ନା ରସମ ଜୁସ୍ଟା ସେ ଭିତରକୁ ଯିବ, ଆଉ ଆମକୁ ଖାଇବାକୁ ନା ବହୁତ ହି ବଢ଼ିଆ ଲାଗିବ। ତ ପାଟିରେ ଦେଲା କ୍ଷଣି ଏଇଟା ମିଳେଇଯିବ। ତ ଦେଖନ୍ତୁ କେତେ ଜାଲିଦାର ହେଇଛି ଆଉ କେତେ ସଫ୍ଟ ହେଇଛି, ଆପଣଙ୍କୁ ମୁଁ ଦେଖଉଛି। ତ ଏବେ ଚାଲନ୍ତୁ ରସମଟି ଦେଖନ୍ତୁ ଫୁଟିଗଲାଣି। ଏବେ ମୁଁ ଏଥିରେ ଖଣ୍ଡେ ଗୁଡ଼କୁ ଏଥିରେ ଏଡ଼୍ କରିଦେଇଛି। ଆପଣ ଚାହିଁଲେ ପାଉଡ଼ର ଗୁଡ଼ ଦେଇପାରିବେ କିମ୍ବା ଚିନି ବି ଦେଇପାରିବେ। ତ ଗୁଡ଼କୁ ପକାଇଲା ପରେ ଭଲ ଭାବରେ ବେଲାରେ ଆମେ ଘାଣ୍ଟି ଦେବା। ଘାଣ୍ଟି ସାରିଲା ପରେ ଚାଲନ୍ତୁ, ଆମର ପ୍ରସ୍ତୁତି ହେଇଗଲା ବରା ଆଉ ରସମ। ଏବେ ଆମେ ଗୋଟେ ସର୍ଭିଂ ବାଉଲକୁ ଏ ବରାକୁ ଦେଇଦେବା। ଦେଇ ସାରିଲା ପରେ ଯେତିକି ଆପଣ ବରା ଦେବାକୁ ଚାହାନ୍ତି ଦେଇ ସାରିଲା ପରେ ଏଥିରେ ନା ରସମ ଜୁସ୍କୁ ଆମେ ଦେଇଦେବା। ତ ଦେଖନ୍ତୁ ମୁଁ ଏବେ ଦେଇଦେଇଛି ରସମ ଜୁସ୍କୁ। ଆଉ ଦେଇ ସାରିଲା ପରେ ସେଥିରେ କିଛି କଳା ଲୁଣ ଛିଞ୍ଚି ଦେବା। ଆଉ ଟିକେ ଧନିଆ ପତ୍ରକୁ ଆମେ ସେ ଗାର୍ନିସିଂ କରିଦେବା। ତାପରେ ପ୍ରସ୍ତୁତ ହେଇଯିବ ଆମର ରସମ ବରା। ଜୟ ଜଗନ୍ନାଥ, ଧନ୍ୟବାଦ।